প্রিয় বন্ধু নমস্কার। আমি আজি গুরুবার 23 তারিখ অক্টোবর মাস 23 তারিখ গুরুবার বিষয়ে যে আলোচনা করুনে দৈনিক রাশিফল সেই আলোচনা করিবা। আজি 23 তারিখ গুরুবার, তেণু আজির দিন উপরে আমি দৈনিক রাশিফল বিষୟରେ ଏକ ଦୀର୍ଘ ଆଲୋଚନା କରିବା। ଆଜି ସୂର୍ଯ୍ୟାସ୍ତ 5ଟା 16 ପରେ 5ଟା 16 ପରେ ଆମେ ଆମ ଘର ମନ୍ଦିରକୁ ଓ ବାହାର ମନ୍ଦିରକୁ ଯାଇ ଈଶ୍ୱରଙ୍କର କଲ୍ୟାଣ କାମନା କରିବା। ଅଶୁଭ ସମୟ 12ଟା 55ରୁ 2ଟା 20 ମଧ୍ୟରେ, ତେଣୁ 12ଟା 55 ପୂର୍ବରୁ ବା 2ଟା 20 ପରେ ଆମେ କାର୍ଯ୍ୟାରମ୍ଭ କଲେ ଭଲ। ଏସବୁ ଋଷିମୁନିମାନଙ୍କର ମତାମତ। ହେଲେ ବନ୍ଧୁ, ମେଷ ରାଶି ପାଇଁ ଆଲୋଚନା କରିବା। ହସ ଖୁସିର ଦିନ ଆଜି ମେଷ ରାଶି ପାଇଁ। ମେଷ ରାଶି ପାଇଁ ଆଜି ହସ ଖୁସିର ଦିନ। ଯଥେଷ୍ଟ ବେଶୀ ରୋଜଗାର ହେବ, ଆଉ ରୋଜଗାର ହେବାର ସୁଯୋଗ ବି ଆସିବ। 2 ଟଙ୍କା ପାଇସାରିଥିବେ, ରୋଜଗାର ହେଇଗଲା, ଏତିକି ବେଳେ ଆଉ ଗୋଟେ ଖବର ପାଇବେ। ତେଣୁ ଯଥେଷ୍ଟ ବେଶୀ ରୋଜଗାର ହେବାର ସୁଯୋଗ ଆସିବ। କେବଳ ଚେଷ୍ଟା ଆବଶ୍ୟକ। ଉଦ୍ୟମେନ ହିଁ ସିଦ୍ଧ୍ୟନ୍ତି କାର୍ଯ୍ୟାଣି। ଉଦ୍ୟମ ଦ୍ୱାରା କାର୍ଯ୍ୟ ସିଦ୍ଧ ହୋଇଥାଏ। ଚେଷ୍ଟା ଆବଶ୍ୟକ। କର୍ମ ଚଞ୍ଚଳ ରହିବେ, କିଛି ଶୁଭ ଖବର ପାଇବେ, ରୁଚି ମୁତାବକ ଖାଦ୍ୟପେୟ ମିଳିବ, ଦେହ ମୁଣ୍ଡ ଠିକ୍ଠାକ୍ ରହିବ, ବନ୍ଧୁ ସମାଗମ ହୋଇପାରନ୍ତି, ଲୌକିକ ପାରିବାରିକ ଓ ସାମାଜିକ ସୁଖ ଶାନ୍ତି ପାଇ ଦିନଟିକୁ ଆନନ୍ଦରେ ବିତେଇବେ। ଏ ହେଲା ମେଷ ରାଶିର ଦୈନିକ ରାଶିଫଳ। ଆସନ୍ତୁ ଯିବା ବୃଷ ଭାଗକୁ। ଅକ୍ଟୋବର 23 ତାରିଖ ଗୁରୁବାର, ବୃଷ ରାଶି ପାଇଁ ଆଜି ଭଲ ଦିନ, ଲାଭପ୍ରଦ ଦିନ। ତେଣୁ ଯୋଜନା ସଫଳ ହେବ। ଆଜି ବୃଷ ପାଇଁ ଲାଭପ୍ରଦ ଦିନ। କୌଣସି ନୂଆ ଯୋଜନା ସଫଳ ହେବ, ଏହା ଜାଣି କୌଣସି କାର୍ଯ୍ୟର ଶୁଭାରମ୍ଭ କରନ୍ତୁ। ମଞ୍ଜିଟିଏ ଲଗାଇ ଦେଉନାହାନ୍ତି, ଦେଖିବା ଆଜି କେମିତି ବଢ଼ିଆ ଫଳିବ। ତେଣୁ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ। ଆୟ ରୋଜଗାର ଭଲ ହେବ, ଦେହ ମୁଣ୍ଡ ଠିକ୍ଠାକ୍ ରହିବ, ଉତ୍ତମ ବ୍ୟବହାର ପାଇବେ। ଆଉ ଯେତେ ମାର୍ଜିତ ବ୍ୟବହାର କରିବେ, ଖାଲି ପାଇଲେ କ'ଣ ହେବ? ଅନ୍ୟମାନଙ୍କ ସହିତ ଉତ୍ତମ ବ୍ୟବହାର କଲେ, ମାର୍ଜିତ ବ୍ୟବହାର କଲେ ମାନ ସମ୍ମାନ ବଢ଼ିଯିବ। ଆଉ ବେଶୀ ଆନନ୍ଦ ମଧ୍ୟ ମିଳିବ। ବହୁ ମିତ୍ର ମିଳିବେ, ବହୁ ରୋଜଗାର ହେବ, ବହୁ ସୁଖ ପାଇବେ। ଆଉ ଆଜି ମୁଖ୍ୟତଃ ଆପଣଙ୍କୁ ଲକ୍ଷ୍ମୀଙ୍କର ଅନୁଗ୍ରହ ଅଛି। ଆଜି ଗୁରୁବାର ହେତୁ ତୁଳା ଓ କୁମ୍ଭ ରାଶିର ଘାତବାର। ତୁଳା ଓ କୁମ୍ଭ ରାଶିର ଘାତବାର, ଆଉ ଅନ୍ୟ କାହାର ସମସ୍ୟା କିଛି ନାହିଁ। ଏବେ ମିଥୁନ ପାଖକୁ ଆସିବା। ଗୁରୁବାର 23 ତାରିଖ ଅଦ୍ୟ ମିଥୁନ ରାଶିର ସୁଖପ୍ରଦ ଦିନ। ମେଷ ଭଲ ଗଲା, ବୃଷ ଭଲ ଗଲା, ମିଥୁନର ଆଜି ଭଲ। ମିଥୁନ ରାଶିର ଅଦ୍ୟ ସୁଖପ୍ରଦ ଦିନ। ସମସ୍ତ ସମସ୍ୟାର ସରଳ ସମାଧାନ କରି ଭାଗ୍ୟଲକ୍ଷ୍ମୀ ବ୍ୟକ୍ତି ସମୁଦାୟଙ୍କୁ ସମସ୍ତ ଲୌକିକ ସୁଖ ପ୍ରଦାନ କରିବେ। ସମସ୍ତ ସମସ୍ୟାର ସରଳ ସମାଧାନ ହେଇଯିବ। ଭାଗ୍ୟଲକ୍ଷ୍ମୀ ଆଜି ପ୍ରସନ୍ନ ଅଛନ୍ତି। ତେଣୁ ସମସ୍ତ ସମସ୍ୟାର ସରଳ ସମାଧାନ କରି ଭାଗ୍ୟଲକ୍ଷ୍ମୀ ବ୍ୟକ୍ତି ସମୁଦାୟଙ୍କୁ ସମସ୍ତ ଲୌକିକ ସୁଖ ପ୍ରଦାନ କରିବେ। ଯେଉଁମାନଙ୍କ ଜାତକରେ ପଞ୍ଚମରେ ଚନ୍ଦ୍ର ଥିବେ, ଯେଉଁମାନଙ୍କ ଜାତକରେ ପଞ୍ଚମରେ ଚନ୍ଦ୍ର ଥିବେ, ସେମାନେ ଟିକେ ଅଧିକ ସୁଖ ପାଇବେ। ଦୈହିକ ଆର୍ଥିକ ସୁଖ ବିଶେଷ ଆନନ୍ଦ ଦେବ। ଦୈହିକ ସୁଖ ଆଉ ଆର୍ଥିକ ସୁଖ ମାନେ ଦେହ ଭଲ ରହିବ,
ରୋଜଗାର ଭଲ ହେବ, ମିଥୁନର ଭଲ। ହେଲେ କର୍କଟ କଥା ବୁଝିବା। ଶଯ୍ୟା ତ୍ୟାଗ ପୂର୍ବରୁ ଦୁର୍ଗାଙ୍କୁ ସ୍ମରଣ କରନ୍ତୁ। ଦୁର୍ଗା ଦୁର୍ଗା ଦୁଇଥର କହନ୍ତୁ, ଦୁଇଟା ଅକ୍ଷର ଦୁର୍ଗା। ଶଯ୍ୟା ତ୍ୟାଗ ପୂର୍ବରୁ ଦୁର୍ଗାଙ୍କୁ ସ୍ମରଣ କରନ୍ତୁ। ଦୁଇଥର ଦୁର୍ଗା ଦୁର୍ଗା କହି ଶଯ୍ୟା ତ୍ୟାଗ କରନ୍ତୁ, ଅନ୍ୟଥା ଦୁଃଖ କଷ୍ଟ ଦୂର ହେବନି। ମାନେ କର୍କଟର ଆଜି ଦୁଃଖଦାୟକ ଦିନ, କଷ୍ଟକାରକ ଦିନ। ତେଣୁ ବେଡ୍ ଶଯ୍ୟାରୁ ଉଠିବା ପୂର୍ବରୁ, ଆଖି ଖୋଲିବା ପୂର୍ବରୁ ଚିନ୍ତା କରନ୍ତୁ, ନିଦ ଭାଙ୍ଗିଗଲାଣି, ମୁଁ ଟିକେ ଦୁର୍ଗା ଦୁର୍ଗା କହେ। ଶଯ୍ୟା ତ୍ୟାଗ ପୂର୍ବରୁ ଦୁର୍ଗାଙ୍କୁ ସ୍ମରଣ କରନ୍ତୁ। ଦୁଇଥର ଦୁର୍ଗା ଦୁର୍ଗା କହି ଶଯ୍ୟା ତ୍ୟାଗ କରନ୍ତୁ, ଅନ୍ୟଥା ଦୁଃଖ କଷ୍ଟ ଦୂର ହେବନି। ଶାରୀରିକ ଯନ୍ତ୍ରଣା ବଳବତ୍ତର ହେବ। କିଛି ନା କିଛି ଶାରୀରିକ ସମସ୍ୟା ଦୁଇ ହଇରାଣ କରିବ, ଘାଣ୍ଟି ହେଇଯିବେ, ଦେହ ମୁଣ୍ଡ ଖରାପ ହେବ। ରାତି 10ଟା 10 ପରେ ଯାଇ ଶାନ୍ତି ମିଳିବ। ରାତି 10ଟା 10 ପର୍ଯ୍ୟନ୍ତ ସମସ୍ୟା ରହିବ, ସୁଖ ଶାନ୍ତି ମିଳିବ ରାତି 10ଟା ପରେ। ରାତିରେ ଭଲ ନିଦ ହେବ, ଦିନ ସାରା କିଛି ଭଲ ହେବନି। କର୍କଟ ପାଇଁ ଟିକେ ଅସୁବିଧା, ତେଣୁ ଦୁର୍ଗା ଦୁର୍ଗା କୁହନ୍ତୁ, ମଙ୍ଗଳ ହେବ। ସିଂହ ରାଶିର ଆଜି 23 ତାରିଖ ଗୁରୁବାର। ଆଜି 23 ତାରିଖ ଗୁରୁବାର। ସିଂହ ରାଶି ପାଇଁ କ'ଣ ଅଛି? ସିଂହ ରାଶିର ସମସ୍ତ ଭାଇ ଭଉଣୀଙ୍କ ତରଫରୁ ବିଶେଷ ଶୁଭ ଖବର ମିଳିବ। ମାନେ ସିଂହ ରାଶିର ଯେଉଁ ଭାଇ ଭଉଣୀ ଅଛନ୍ତି ସେମାନେ ଶୁଭ ଖବର ଦେବେ, କିଛି ଭଲ ଘଟଣା ଘଟିବ। ସିଂହ ରାଶିର ସମସ୍ତ ଭାଇ ଭଉଣୀଙ୍କ ତରଫରୁ ବିଶେଷ ଶୁଭ ଖବର ଶୁଣି ଖୁସି ହେବେ ସିଂହ ରାଶିର ଲୋକେ। ଏହି ସମ୍ପର୍କ ଘନୀଭୂତ ହେବ। ଭାଇ ସହିତ ଭଉଣୀ ସହିତ ସମ୍ପର୍କ ନିବିଡ଼ ହେବ, ଘନୀଭୂତ ହେବ। କର୍ମ ଯୋଜନା କାର୍ଯ୍ୟକାରୀ ହେବ। ବିଭିନ୍ନ ଉପାୟରେ ଆୟ ବଢ଼ିଯିବ। ଯେଉଁ ଯେଉଁ କର୍ମରୁ ଧନ ମିଳୁଛି ସେଇ କର୍ମ ଆଉ ସେଇ କର୍ମକ୍ଷେତ୍ର ଲାଭଦାୟକ ଚାଲିବ, ଲାଭରେ ଚାଲିବ, ଦେହ ମୁଣ୍ଡ ଠିକ୍ ରହିବ। ଯିଏ ଯେଉଁ ବୃତ୍ତିରେ ବଞ୍ଚୁଛି, ଜଣେ ଚିକିତ୍ସକ ଚିକିତ୍ସା କରୁଛନ୍ତି, ଯେଉଁଠି କରୁଥାନ୍ତୁ, ଆଜି ତାଙ୍କର ଗ୍ରାହକ ବେଶୀ ହେବେ। ସେମିତି ଓକିଲଙ୍କର ବେଶୀ ଗ୍ରାହକ ହେବେ, ବ୍ୟବସାୟୀଙ୍କର ବେଶୀ ଗ୍ରାହକ ହେବେ। ଦର ବୁଲି ଯେଉଁମାନେ ଭିକ୍ଷା ମାଗୁଛନ୍ତି ତାଙ୍କୁ ଅଧିକ ଦୁଇ ପଇସା ମିଳିବ, ମୂଲିଆକୁ ଶ୍ରମ ମିଳିଯିବ। ମାନେ ଯିଏ ଯେଉଁ ବୃତ୍ତି କରି ବଞ୍ଚୁଛି ସିଂହ ରାଶିର, ତାକୁ ସେ କାର୍ଯ୍ୟ ଆଜି ଅଧିକ ମିଳିବ, ଅଧିକ ଲାଭ ହେବ, ଅଧିକ ଶ୍ରମ ଯୋଜନା କରିପାରିବେ। କନ୍ୟା ରାଶି କଥା ଆଲୋଚନା କରିବା। କନ୍ୟା ରାଶିର ଲୋକେ ଧନ ପାଇ ଖୁସି ହୋଇପାରିବେ ନାହିଁ। ଧନ ପାଇବେ, କନ୍ୟା ରାଶି ଲୋକଙ୍କ ପାଖକୁ ଧନ ଆସିବ, କିନ୍ତୁ ସେ ଖୁସି ହୋଇପାରିବେ ନାହିଁ। କାରଣ ସେମାନଙ୍କର ସନ୍ଦେହ ମନ ଆକୁଳ ବ୍ୟାକୁଳ ହେବ। କନ୍ୟା ରାଶିର ସନ୍ଦେହୀ ମନ, କାହାକୁ ସେ ଭରସା କି ବିଶ୍ୱାସ କରନ୍ତିନି। ତେଣୁ ସେମାନଙ୍କର ଏହି ସନ୍ଦେହ ଆଜି ବଳବତ୍ତର ହେବ। ସେମାନଙ୍କର ସନ୍ଦେହ ମନ ଆଜି ଆକୁଳ ବ୍ୟାକୁଳ ହେବ, ବୁଦ୍ଧି କାମ ଦେବନି। ଚୋରି ହେଇଗଲା ପରେ, ଚୋର ଗଲା ପରେ ମୁଣ୍ଡକୁ ବୁଦ୍ଧି ଆସିବ। ଅନୁଚିତ ଉପାୟରେ କରିଥିବା ରୋଜଗାର ଆଜି ମାନସିକ ଅଶାନ୍ତିର କାରଣ ହେବ। ଅନୁଚିତ ଉପାୟରେ ଲାଞ୍ଚ ମିଛ ନେଇ ବା ଇତ୍ୟାଦି କରି ଯେଉଁମାନେ ରୋଜଗାର କରିଥିବେ, ସେଇଟା ଆଜି ମନେ ପଡ଼ିଯିବ, ଅଶାନ୍ତ ଭାବ ସୃଷ୍ଟି ହେବ। ତେଣୁ ସେଇଟା ହିଁ ତାଙ୍କ ଦୁଃଖର କାରଣ ହେବ। ରୁଚିକର ଖାଦ୍ୟ ମିଳିବ, ଅନ୍ୟମାନେ କହିବେ ବଢ଼ିଆ ଲାଗୁଛି, ତାଙ୍କ ଲୁଣିଆ ପିତା କଷା ଆମ୍ବିଳା ଲାଗିବ। ହେଲା, କାହିଁକି ନା ମନ ମସ୍ତିଷ୍କ ଠିକ୍ ରହିବନି। ତା ମୂଳ କାରଣ ହେଲା ଅନୁଚିତ ଉପାୟରେ କରିଥିବା ରୋଜଗାର ତାଙ୍କୁ ଆଜି ଘାଣ୍ଟିବ। ତେଣୁ ସାବଧାନ। ଏବେ ଯିବା ତୁଳା ପାଖକୁ। ବିଶାଖା ତୁଳା ପାଇଁ ଆଜି ଯଥେଷ୍ଟ ବେଶୀ ସୁଖ ଶାନ୍ତି ଆନନ୍ଦ ମିଳିବ। ବିଶାଖା ତୁଳା ପାଇଁ ଆଜି ଯଥେଷ୍ଟ ବେଶୀ ସୁଖ ଶାନ୍ତି ଆନନ୍ଦ ମିଳିବ। ସମସ୍ତ ତୁଳା ରାଶିର ଲୋକେ ସୁସ୍ଥ ସବଳ ରହିବେ।
କ'ଣ ଫାଇଟିଂ କରିବେ ନା କ'ଣ? ଆନନ୍ଦରେ ଦିନ ଯିବ ମ। ହଁ, ସୁସ୍ଥ ସବଳ ରହିବେ, ରୁଚିକର ଭୋଜନ, ମନଲାଖି ଜୀବନସାଥୀ, ଗୁଣମାନ ସନ୍ତାନ, ହିତାକାଂକ୍ଷୀ ମିତ୍ର, ପରୋପକାରୀ ପଡ଼ୋଶୀ ଆଉ ସ୍ନେହୀ ଭାଇ, ଏମାନେ ପରମ ଶାନ୍ତି ଦେବେ। କିଏ ଦେବେ? ରୁଚିକର ଭୋଜନ ଶାନ୍ତି ଦେବ, ରୁଚିକର ଭୋଜନ, ମନଲାଖି ଜୀବନସାଥୀ, ସ୍ୱାମୀ ଥିଲେ ସ୍ତ୍ରୀ, ସ୍ତ୍ରୀ ଥିଲେ ସ୍ୱାମୀ, ମନଲାଖି ବ୍ୟବହାର କରିବେ। ଆଜି ମନ ଯାହା ଚାହୁଁଥିବ ସେମାନେ ସେମିତି ବ୍ୟବହାର କରିବେ। ଆଉ ଗୁଣମାନ ସନ୍ତାନ, ହିତାକାଂକ୍ଷୀ ମିତ୍ର, ପରୋପକାରୀ ଭାଇ, ପରମ ଶାନ୍ତି ଦେବେ। ଆଉ ପଡ଼ୋଶୀମାନେ ହସି ଖୁସିରେ ଆନନ୍ଦିତ ବ୍ୟବହାର କରିବେ। ଯଥେଷ୍ଟ ଧନାଗମ ହେବ, ସମସ୍ତ ଚିନ୍ତା ଦୂର ହେବ। ତୁଳା ପାଳି ବଢ଼ିଆ ଦିନ। ବିଛା କଥା ବୁଝିବା। ବିଶାଖା ବିଛାର ଆନନ୍ଦ କହିଲେ ନ ସରେ। ବିଶାଖା ବିଛା ତାର ଆଜି ଆନନ୍ଦ ବେଶୀ ହେବ। ବିଶାଖା ବିଛାର ଆନନ୍ଦ କହିଲେ ନ ସରେ। ଆଉ ଅନୁରାଧା ଓ ଜ୍ୟେଷ୍ଠା ପାଇଁ ଆଜି ଶୁଭ ନାହିଁ। ଅନୁରାଧା ବିଛା ପାଇଁ କି ଜ୍ୟେଷ୍ଠା ବିଛା ପାଇଁ ଶୁଭ ନାହିଁ। ବ୍ୟୟ ବଢ଼ିଯିବ, ଶାରୀରିକ ସମସ୍ୟା ଦୁଃଖ ଦେବ। ଆଶା କରୁଥିବା ବନ୍ଧୁ, ଖାଦ୍ୟ, ଅର୍ଥ ଆଜି ପାଖକୁ ଆସିବନି। ଆଶା କରୁଥିବା ବନ୍ଧୁ କାଲି କହିଥିଲେ, ପରଦିନ କହିଥିଲେ ଆସିବେ ବୋଲି, ଆସିବେନି। ଅର୍ଥ ଆଶା କରୁଥିବା ଦିଗରୁ ମିଳିବନି, ଆଶା କରୁଥିବା ଭୋଜନ ବି ମିଳିବନି। ତେଣୁ ଆଶା କରୁଥିବା ବନ୍ଧୁ, ଖାଦ୍ୟ, ଅର୍ଥ ଆଜି ପାଖକୁ ଆସିବନି। ସାମାନ୍ୟ ଘମିର, ଯେଉଁ ଘିମିରି କହନ୍ତି, ବଥ ଭଳିଆ ବଥେଇବ। ସାମାନ୍ୟ ଘମିର, ଯେଉଁ ଘିମିରି କହନ୍ତି ଆପଣ, ସେଟା ଆଜି ବଥ ଭଳିଆ ବଥେଇବ। ସାମାନ୍ୟ ଘିମିରି ବଥ ଭଳି ବଥେଇବ। ତେଣୁ ବିଛା ରାଶିର ସମସ୍ତ ବ୍ୟକ୍ତିଙ୍କୁ ମୁଁ ଗୋଟିଏ ପରାମର୍ଶ ଦେଉଛି, ମାନିଲେ ଭଲ। ଓମ୍ ଏଇ ଶବ୍ଦକୁ ଟିକେ ଭଲ ଭାବରେ ବହୁତ ସମୟ ଧରି ଉଚ୍ଚାରଣ କରନ୍ତୁ। ଏଇ ଲାଷ୍ଟ ମୋଟା ଅଛି ନା, ହେଲା, ଉଚ୍ଚାରଣ କରନ୍ତୁ। ହେଲେ କ'ଣ ହେବ ନା, ବାରମ୍ବାର ଏଇ ଓମ୍ ଉଚ୍ଚାରଣ କଲେ ପୀଡ଼ା କମ୍ ହେବ। ଅଭ୍ୟାସ କରି ଦେଖନ୍ତୁ, ସବୁ ସମସ୍ୟା କେମିତି ସରଳ ଉପାୟରେ ସମାଧାନ ହେଇଯିବ। ଆସନ୍ତୁ ଯିବା ଧନୁ ପାଖକୁ। ରାତି 10ଟା ଯାଏ ଧନୁ ରାଶିକୁ ସବୁ ମିଳିବ। ଆସ ରାତି 10ଟା 10 ଯାଏ ଧନୁ ରାଶିକୁ ସବୁ ମିଳିବ। ଲୌକିକ, ପାରିବାରିକ, ସାମାଜିକ, ଆର୍ଥିକ, ଦୈହିକ, ଏମିତି ଯେତେ ଇକ ପ୍ରତ୍ୟୟ ଅଛି ସବୁ ପ୍ରକାର ସୁଖ ମିଳିବ। ତେଣୁ ରାତି 10ଟା ଯାଏ ଧନୁ ରାଶିକୁ ଲୌକିକ, ପାରିବାରିକ, ସାମାଜିକ, ଶାରୀରିକ ସୁଖ ମିଳିବ। ବଢ଼ିଆ ରୋଜଗାର ହେବ। ଧନଲକ୍ଷ୍ମୀ ଓ ଭାଗ୍ୟଲକ୍ଷ୍ମୀ ଇଏ ସାଙ୍ଗ ହେଇଯିବେ ଆଜି ଆପଣଙ୍କ ପାଇଁ। ଆପଣଙ୍କ ଧନଲକ୍ଷ୍ମୀ ଓ ଭାଗ୍ୟଲକ୍ଷ୍ମୀ ମିଶି ବାଣିଜ୍ୟ ଲକ୍ଷ୍ମୀ ରୂପରେ ପହଞ୍ଚିବେ। ଅର୍ଥାତ୍ ଯେଉଁମାନେ ବ୍ୟବସାୟୀ, ଧନୁ ରାଶିର ଯେଉଁମାନେ ବ୍ୟବସାୟୀ, ଯିଏ ଯେଉଁ ବ୍ୟବସାୟ କରୁଛନ୍ତି, ହେଲା, କାଲି ଗୋଟେ ଭିକାରୀ ବଡ଼ ଦେଖା ହେଲା, ଆଉ ମାଗିଲା 2 ଟଙ୍କାଟିଏ ଦିଅ। ମୁଁ କହିଲି ନାଇଁ, ଦେଇ ହେବନି। କାହିଁ ଦେବେନି? ମୋ ପାଖରେ ପଇସା ନାହିଁ। ଅଛି ନା, ଦେବେ ଆପଣ ନା, ନହେଲେ ମୁଁ କେମିତି ବଞ୍ଚିବି? ମାନେ ତମେ ସବୁଦିନ ଭିକ ମାଗୁଛ? ହଁ, ସେଇଟା ମୋର ମୁଁ ଆଜି ଏ ବଜାର, କାଲି ସେ ବୁଲୁଛି, ଆଉ କ'ଣ କରୁଛ ଏତେ ପଇସା? ଏଇଟା ଗୋଟେ ଭଲ ଉପାୟ ନା ବଞ୍ଚିବା ପାଇଁ। ଆଉ ମୋ ପାସବୁକ୍ରେ ଏବେ ହେଲାଣି 18 ଲକ୍ଷ ଟଙ୍କା। 12 ବର୍ଷ ବୟସରୁ ଭିକ ମାଗୁଛି। ଲୋକ ଜଣେ ଭିକାରୀ, ମୁଁ କିନ୍ତୁ ବର୍ତ୍ତମାନ ବଡ଼ ଧନୀ। ମୁଁ ଭାବି ଦେଖ ତ, ସଞ୍ଚୟ କରୁଛି। ଆଜି ମାଗିବ, କାଲି ସଞ୍ଚୟ କରିବ। ଦିନ 1ଟାଏ ପର୍ଯ୍ୟନ୍ତ ସେ ମାଗିବ, ତାପରେ ବ୍ୟାଙ୍କକୁ ଯିବ, ବାସ୍। ତେଣୁ ସେ ବ୍ୟବସାୟ ତାର ଠିକ୍ ଚାଲିବ। ଆଜି ବାଣିଜ୍ୟ ଲକ୍ଷ୍ମୀ ରୂପରେ ଆଜି ପହଞ୍ଚିବେ। ସେ ଦୟା କରିବେ, ଯଥେଷ୍ଟ ବେଶୀ ଲାଭ ହେବ, ବଢ଼ିଆ ଭୋଜନ ମିଳିବ, ଦେହ ଠିକ୍ଠାକ୍ ରହିବ।
ଏବେ ଆସିବା ମକର ପାଖକୁ। ଗୁରୁବାର 23 ତାରିଖ ମକର ରାଶି ପାଇଁ ସୁଖକର ଶୁଭ ସମ୍ବାଦ ମିଳିବ। ସୁଖକର ଯେଉଁ ସମ୍ବାଦ ସୁଖ ଦେବ ଦେହକୁ ଆଉ ମନକୁ। ମକର ରାଶି ପାଇଁ ସୁଖକର ଶୁଭ ସମ୍ବାଦ ମିଳିବ। କର୍ମ କ୍ଷେତ୍ରରୁ ଆନନ୍ଦ ଆଦର ଅର୍ଥ ପାଇବେ। ଦେହ ଭଲ ରହିବ। ଏଣୁ କର୍ମ କରିବା ପାଇଁ ଆଗ୍ରହ ବଢ଼ିଯିବ। ରୁଚିକର ଭୋଜନ ମିଳିବ। ବୋଲକରା ପୁତ୍ର ଯେଉଁ ପୁଅ କଥା ମାନେ ବୋଲକରା ପୁତ୍ର ଆନନ୍ଦ ଦେବ। ପଡ଼ୋଶୀ ମାନେ ପ୍ରଶଂସା କରିବେ। ସମସ୍ତ ପୂର୍ବ ଯୋଜନା ସଫଳ ହେବ। ମାନେ ମେଷ ବୃଷ ମିଥୁନ ଭଳି ମକରର ବି ବଢ଼ିଆ ଦିନ। ତୁଳାର ଧନୁର ବଢ଼ିଆ ଦିନ। ତୁଳାରେ ଭଲ ଦିନ, ଧନୁର ଭଲ ଦିନ। ଏବେ ଆରମ୍ଭ କରିବା କୁମ୍ଭ କଥା। ଗୁଆ ଘିଅରେ ପୂର୍ଣ୍ଣ ଦୀପ ଆଜି ଜାଳନ୍ତୁ କାଳୀ ମାଙ୍କ ପାଖରେ। କୁମ୍ଭ ରାଶିର ଲୋକମାନଙ୍କ ପାଇଁ ଭଲ ଦିନ ନୁହଁ, ଭାରି ଖରାପ ଦିନ। ଗୁଆ ଘିଅରେ ପୂର୍ଣ୍ଣ କରି ଦୀପଟିଏ କାଳୀ ମାଙ୍କ ପାଖରେ ଜାଳନ୍ତୁ। ଯଦି ତାହା ସୂର୍ଯ୍ୟ ଉଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଟିକେ ଅନ୍ଧାର ପର୍ଯ୍ୟନ୍ତ ଜଳିବ, ତାହେଲେ ଆପଣଙ୍କର ବହୁ ଦିନର ଦୁଃଖ ଦୂର ହୋଇଯିବ। ଗୁଆ ଘିଅରେ ପୂର୍ଣ୍ଣ ଦୀପ ଆଜି କାଳୀ ମାଙ୍କ ପାଖରେ ଜାଳନ୍ତୁ। ଦିନ ଦୁଃଖୀଙ୍କୁ ଯଥାଶକ୍ତି ଦାନ କରନ୍ତୁ। ନହେଲେ ସମସ୍ୟା ବୁଢ଼ିଆଣୀ ଜାଲ ଭରି ଆପଣଙ୍କୁ ଘେରିଯିବ। ଆପଣ ହେଇଯିବେ ମାଛି। ସମସ୍ୟା ହେବ ବୁଢ଼ିଆଣୀ ଜାଲ। ବୁଢ଼ିଆଣୀ ଜାଲରେ ମାଛି ପଡ଼ିଗଲେ ଯେଉଁ କଷ୍ଟ ଭୋଗେ, ସମସ୍ୟା ଘେରରେ ଆପଣ ସେଇ କଷ୍ଟ ଭୋଗିବେ। ତେଣୁ ଗୁଆ ଘିଅ ଦୀପ ଜାଳିଲେ ମା କାଳୀଙ୍କ ପାଖରେ ହୁଏତ ମା ତା ପଣତରରେ ଘୋଡ଼େଇ ଦେଇପାରେ। ସେସବୁ ଆପଣଙ୍କର ଶ୍ରଦ୍ଧା ଭକ୍ତିକୁ ନେଇ ଫଳ ମିଳିବ। ନହେଲେ ସମସ୍ୟା ବୃଦ୍ଧି ହେବ। ବୁଢ଼ିଆଣୀ ଜାଲ ଆପଣଙ୍କୁ ମାଛି ପରି ବାନ୍ଧି ଦୁଃଖ ଦେବ। କାହା ସହିତ ଆପଣ ଟିକେ କଥାବାର୍ତ୍ତା ବେଶୀ କରନ୍ତୁନି। କାହାକୁ ବିଶ୍ୱାସ କରନ୍ତୁନି। ଯାହାକୁ ବିଶ୍ୱାସ କରିବେ ସେ ହଇରାଣ କରିବ, ଅପମାନିତ ହେବେ। କାହାକୁ ପରାମର୍ଶ ଦିଅନ୍ତୁନି କି ଉପଦେଶ ଦିଅନ୍ତୁନି। ଯିଏ ଯାହା କହୁଛି ଖାଲି ମୁଣ୍ଡ ଟୁଙ୍ଗଣ ଦିଅନ୍ତୁ। କିଏ ଶୋଧିଲେ ବି ରାଗନ୍ତୁନି। ଶୋଧିଲେ ବି ଆପଣ ଭାବନ୍ତୁ ଚନ୍ଦନ ମୋ ପାଇଁ, ନହେଲେ ଦୁଃଖ ଭୋଗିବେ ଆଉ। ବାସ୍। ତାପରେ ଏବେ ଆଲୋଚନା କରିବା ମୀନ କଥା। ଗୁରୁବାର ଆଜି ଶ୍ରଦ୍ଧା ଓ ବିଶ୍ୱାସରେ ସିଦ୍ଧ କୁଞ୍ଜିକା ସ୍ତୋତ୍ର ପଢ଼ନ୍ତୁ। ଶ୍ରଦ୍ଧା ଓ ବିଶ୍ୱାସରେ ସମସ୍ୟା ଆସୁଛି। ଅତି ଶ୍ରଦ୍ଧା ଓ ବିଶ୍ୱାସରେ ସିଦ୍ଧ କୁଞ୍ଜିକା ସ୍ତୋତ୍ର ପଢ଼ନ୍ତୁ। ଦୁର୍ଗାଙ୍କୁ ଦର୍ଶନ କରି ଆଣ୍ଠେଇ ପ୍ରଣାମ କରନ୍ତୁ ଏବଂ କୁହନ୍ତୁ ଜୟନ୍ତୀ ମଙ୍ଗଳା କାଳୀ ଭଦ୍ର କାଳୀ କପାଳିନୀ ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱାହା ସ୍ୱଧା ନମସ୍ତୁତେ। ଏହାକୁ ଘୋଷି ଦିଅନ୍ତୁ। ବାରମ୍ବାର କୁହନ୍ତୁ, ମଙ୍ଗଳ ହେବ। ଅନ୍ୟଥା ଯଦି ଏକଥା ନ କରିବେ, ଗୁରୁବାର ଦିନ ରୋଗ ଯନ୍ତ୍ରଣାରେ ଘାଣ୍ଟି ହେବେ, ଛଟପଟ ହେବେ। ଶାରୀରିକ ଓ ମାନସିକ ଉଭୟ ଶାନ୍ତିରେ ବ୍ୟାଘାତ ହେବ। କଥା ଦେଇଥିବା ଲୋକ ପାଖକୁ ଆସିବେନି। ମିଳିବାକୁ ଥିବା ଅର୍ଥ ମିଳିବନି। ଭୋଜନ ଯଥା ସମୟରେ ନ ପାଇ କଷ୍ଟ ଭୋଗିବେ। ଭଲ ନିଦ ହେବନି। ପାରିବାରିକ ସମସ୍ୟା ଘାଣ୍ଟିବ। ଏଣୁ ସିଦ୍ଧ କୁଞ୍ଜିକା ସ୍ତୋତ୍ର ଶ୍ରଦ୍ଧାରେ ବିଶ୍ୱାସରେ ପାଠ କରନ୍ତୁ। ମା ଦୁର୍ଗାଙ୍କୁ ଦର୍ଶନ କରନ୍ତୁ। ଆଣ୍ଠେଇ ପ୍ରଣାମ କରନ୍ତୁ। ଆଉ ଏଇ ତାଙ୍କର ଯେଉଁ ଖୁସି ହେବା ମନ୍ତ୍ରଟି ପଢ଼ନ୍ତୁ। କ'ଣ? ଓମ୍। ଏଇଟା ତାଙ୍କର ଦୁର୍ଗାଙ୍କର ମନ୍ତ୍ର ଗୋଟିଏ। ଜୟନ୍ତୀ ମଙ୍ଗଳା କାଳୀ ଭଦ୍ର କାଳୀ କପାଳିନୀ ଦୁର୍ଗା କ୍ଷମା ଶିବା ଧାତ୍ରୀ ସ୍ୱଧା ସ୍ୱାହା ନମସ୍ତୁତେ। ବନ୍ଧୁ, ଆଜି ପାଇଁ ଏତିକି। ପୁଣି ଆସନ୍ତାକାଲି ପ୍ରଭୁ ଚାହିଁଲେ ଏହି ସମୟରେ ମୁଁ ଆପଣମାନଙ୍କ ସହିତ ଦୁଃଖ କରିବି।